ओम नमो भगवते वासुदेवाय। चतुर्विंशोऽध्याय। ऋषिरुवाच एमन्त पत्नी रवचने कर्धम ऋषि सावधाने गोविंद पादे मन देई कहन्ति पत्नी मुख चाहि मुक्ति उपाय स्मरि ध्याने कहन्ति अमृत वचने एहि निकटे तो उदरे गोविंद नर कळेबरे जन्म होइले तोर भावे तो प्रीति तपर प्रस्तावे दुहिता दान ध्यान करी विष्णु चरण शिरे धरी ए मायामय दुख त्यज चिते ईश्वर पादे भज जे शुक्ल वर्ण तोर भावे तोहर तप फल लाभे संशय ग्रंथि तोर चिते जे द्वंद्व तप दर्पथे जाहार ज्ञान उपदेशे मन को आश्वासी हरसे मैत्रेयवाच हे देवहूतिर संदेश कर्धम भक्तिर विश्वास सेवेनी भाव हृदय धरी जन्म होइले नर हरि संसार निस्तारण साधे अनल जेन्हे दारु मधे आकाशे शुभे नाना वाद्य शुभ मंगल शुभ नाद गंधर्वे गायनरे रत नृत्यन्ति अपसराजुत देवे करन्ति पुष्पवृष्टि महामंगल सर्वदृष्टि प्रसन्न दश दिग दिशे जलधि उल्लोल प्रकाशे सकल प्राणीकर मन स्वभावे हुए से प्रसन्न कर्धम आसने मंडल स्रविला सरस्वती जल मरीचि आदि सप्त ऋषि ब्रह्मार तुले सर्वे आसी परम तेज ब्रह्मवासी सात्विक अंग नव ऋषि से सत्य ज्ञान सांख्य अर्थे विराज रूप ए जगते विशुद्ध चित नर हरि कर्धम भक्ति हृदय धरी प्रवेश कर्धम मंदिरे अशेष जन उपकारे कर्धर्म मुख चाहि भणी आनंद मने कुश पाणी ब्रह्मवाच तुझे मोहर आज्ञा शिरे घेनिण संसार सागरे तपसा धिलु ओर दुखे तू न पड़िबु मृत्यु मुखे पुत्रर धर्मटिए मन्त जे वाक्य लोक पिता मात आदर सर्वदा करिब तेबे से विष्णु तोष शिव ताहांक इह परलोके सकल काल बंचे सुखे ए नव कुमारी तोहर परम सुगुण सुंदर ए सृष्टि हेतुर कारण तू एबे मोर बोल शुण मरीचि आदि मुनि जेते
ତାହାଙ୍କୁ ବର ସୁଧ ଚିତେ ଯଥା ଉଚିତ କର ସେବା ନିଗମ ମାର୍ଗେ କର ବିଭା ତୋ ଯଶ ରହୁ ସର୍ବକାଳେ ଅଶେଷ ଅବନି ମଣ୍ଡଳେ ଏବେ ତ ହର ଘରେ ହରି ଆସି ହୋଇଲେ ଦେହଧାରୀ ଜୀବଙ୍କ ନିସ୍ତାରଣ ଅର୍ଥେ କପିଳ ରୂପେ ଜଗତେ ଜ୍ଞାନ ବିଜ୍ଞାନ ଯେବା କର୍ମ ଦେଖ ଏ ଯତି ରୂପେ ଧର୍ମ ଶିରେ ଅରୁଣ ଜଟା ଭାର ସ୍ୱରୂପେ ଜଗତ ଈଶ୍ୱର ତୁମ୍ଭ ଚରଣେ ପଦ ଚିହ୍ନ ସୁନ୍ଦର ଜଗତ ମୋହନ ପରମ ଜ୍ଞାନ ତୋତେ କହି ଇଚ୍ଛାଏ ଭ୍ରମିବ ଏ ମହି ଏ ସିଦ୍ଧ ଗଣଙ୍କ ଈଶ୍ୱର ସୁଜ୍ଞ ଯୋଗୀଙ୍କ ଗୋଚର ଯେ ଜନ କୀର୍ତ୍ତି ଦର୍ଶନେ ହୋଇବ କପିଳ ଏ ନାମେ ମୈତ୍ରେୟ ବାଚ କର୍ଦ୍ଦମ ଦେବହୂତି ବେନି ଆସି କହିଲେ ପଦ୍ମଯୋନି ନାରଦ ଆଦି ପୁତ୍ର ମେଳେ ଅନେକ ମୁନିଙ୍କ ଗହଳେ ସେହୁ ସନ୍ଦୀବ୍ୟମୟ ଜ୍ଞାନ ତକ୍ଷଣେ ଗଲେ ନିଜ ସ୍ଥାନ ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ ହରସ ଚିତେ ଶୁଭ କର୍ମ ବ୍ରହ୍ମାର ଆଜ୍ଞା ଶିରେ ଘେନି ବ୍ରହ୍ମାର ଆଜ୍ଞା ଘେନି ଶିରେ ଋଷିଙ୍କୁ ଆଣି ନିଜ ପୁରେ ମଙ୍ଗଳ ଦ୍ରବ୍ୟ ସୁତ ରେଖ ବର ବରିଲା ଏକ ଏକ ମରିଚି ମୁନିଙ୍କର ଧରି କର୍ଦ୍ଦମ କନ୍ୟା ବର ବରି ଆନନ୍ଦ ମନେ କରି ବିଭା କିଅ ବା ପଟାନ୍ତର ଦେବା ତ୍ରିଦଶେ ଦେଖନ୍ତି ଆକାଶେ ହର ଗୌରୀ ପ୍ରାୟ ଦିଶେ ଦ୍ୱିତୀୟ କନ୍ୟା ଅନୁସୟା ଅତ୍ରି ମୁନିଙ୍କୁ ଦେଲା ତାହା ଶ୍ରଦ୍ଧାଙ୍କୁ ଅଙ୍ଗାରସ ମୁନି ବରିଲା କରେ ଅର୍ଘ୍ୟ ଘେନି ପୌଲସ୍ତ୍ୟ ହବି ଦେଲା ଦାନ ପୁଲହ ଗତି ହବ୍ୟମାନ କ୍ରତୁଙ୍କୁ ଦେଲା କ୍ରିୟା ଜିତି ଭୃଙ୍ଗୁଙ୍କୁ ସମର୍ପିଲା ଖ୍ୟାତି ବଶିଷ୍ଠେ ଦେଲା ଅନୁର୍ଦ୍ଧତି ଅଥର୍ବେ ସମର୍ପିଲା ଶାନ୍ତି ଜୟ ବିଜୟ ଦେଲା ଭରି ପ୍ରସୂତି ଦକ୍ଷେ ବିଭା କରି ଏମନ୍ତେ ସର୍ବ ବିପ୍ରବରେ କନ୍ୟାଏ ବିଭା ନିଜ ଘରେ ଧନେ ସନ୍ତୋଷ ତାଙ୍କ ମନ ଗଲେ ସେ ଯେ ଯାହା ଭୁବନ ମୁନିଙ୍କ କରି ଅନୁମାନ ସମ୍ଭ୍ରମେ କର୍ଦ୍ଦମର ମନ ତାର ଯେ ପୁତ୍ର ଉପୁଜିଲା ବିଭାଏ ବିଳମ୍ବ ବଞ୍ଚିଲା ବେଗେ ମିଳିଲେ ପୁତ୍ର ପାଶେ ସ୍ୱଭାବେ ଜନକ ବିଶ୍ୱାସେ ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ ସୁମରି ସୁକ ବାକ୍ୟ ଏବେ ଏମନ୍ତେ ପୁତ୍ର ପାଶେ ଯାଇ ବୋଲେ କପୋଳେ କର ଦେଇ କର୍ଦ୍ଦମ ଉବାଚ ଦେଖ ମୋହର ଦୁଷ୍ଟପଣ ନ ସେବି ତୁମ୍ଭର ଚରଣ ଏ ଗର୍ଭ ଚିନ୍ତି ହରି ପଥେ ପଡ଼ଇ କର୍ମ ଫଳ ଯନ୍ତ୍ରେ ଯେ ପ୍ରାଣୀ ଗୃହ ବନ୍ଧ ତ୍ୟଜେ ବନେ ତ ହର ପାଦ ଭଜେ ଅନେକ କାଳ ଯୋଗ ସାଧେ ତପସା ଧନ୍ତି ଅନୁବାଦେ ତୋର ଭକତି ଲଜ୍ଜା ଅର୍ଥେ ଯେ ଭାବ ତୋହର ଜଗତେ ନିଜ ବଚନ ସତ୍ୟ କରି ମୋହର ଗୃହେ ଅବତରି ଭକତ ଅର୍ଥେ ନାନା ଯୋନି ଉପୁଜେ ନାନା ଦେହ ଘେନି
ପଣ୍ଡିତ ଜନେ ତୋ ବିଶ୍ୱାସେ, ସେବନ୍ତି ତୋର ଭକ୍ତ ପାଶେ। ସଂସାର ତ୍ୟଜି ଯେ ଭଜନ୍ତି, ଅନ୍ତେ ତୋ ଶରୀରେ ପଶନ୍ତି। ତୁ ପୁଣି ଅନ୍ତେ ନର ହରି, ପ୍ରକାଶ ଜ୍ୟୋତି ରୂପ ଧରି। ସେ ରୂପେ ମୋର ନମସ୍କାର, ଭୋନାଥ ମୋ ଦୋଷ ନ ଧର। ତୁ ନାଥ ପରମ ପୁରୁଷ, ପ୍ରକୃତି ମଧ୍ୟେ ତୋ ପ୍ରକାଶ। ମହତ ଆତ୍ମା ରୂପ ତୋର, ଭୂତଙ୍କ ସୂକ୍ଷ୍ମ ଅବତାର। ତ୍ରିଗୁଣ ରୂପ ମାୟା ରୂପୀ, ତୁମ୍ଭେ ଯେ ସର୍ବ ରୂପେ ବ୍ୟାପୀ। ତୋହର ଆତ୍ମା ଗୁଣ ଅର୍ଥେ, କପିଳ ରୂପେ ଜଗତେ। ମୋତେ ସ୍ଥାପିଲୁ ପିତା ଅର୍ଥେ, ତୋ ପାଦ ଜ୍ଞାନ ଏ ଜଗତେ। ଯେମନ୍ତେ ବଞ୍ଚଇବ ନସ୍ତେ, ଏମନ୍ତେ ଆଜ୍ଞା ଦିଅ ମତେ। ଶ୍ରୀ ଭଗବାନ ବାଚ। ତୋହର ତପ ଯେତେ ଜବଳେ, ଏ ଅବତାର ଏ ଶୟଳେ। ନିଜ ବଚନ ସତ୍ୟ କରି, ତୋ ପତ୍ନୀ ଗର୍ଭେ ଅବତରି। କେ ଭଜି ପାରେ ମୋର ଭାବ, ମୋ ରୂପ ଯୋଗୀଙ୍କୁ ଦୁର୍ଲଭ। ମୁଁ ଏବେ ସଂସାର ଅର୍ଥେ, ଜ୍ଞାନ ପ୍ରକାଶୀ ଏ ଜଗତେ। ଏ ସିଦ୍ଧ ଦେହେ ଥିବି ମୁହିଁ, ଯାବତ ଚନ୍ଦ୍ର ସୂର୍ଯ୍ୟମହି। ଯେ ପୂର୍ବେ ତତ୍ତ୍ୱ ଜ୍ଞାନ ଥିଲା, କାଳର ବଳେ ସେ ଛାଡ଼ିଲା। ଏ ସତ୍ୟ ବିକାଶିବା ଅର୍ଥେ, ମୋ ଅବତାର ଏ ଜଗତେ। ତୁ ଏବେ ସତ୍ୟ କ୍ରିୟା ଯେତେ, ସବୁ ସୁକର୍ମ ଦିଅ ମୋତେ। ମୋର ଚରଣ ଭାବ ବଢ଼ି, ଚଳ ତୁ ଗୃହ ବନ୍ଧ ଛାଡ଼ି। ସୁହୃଦେ ମୋ ପାଦ ସେବିବୁ, ଦୁର୍ଜନ ମରଣୁ ବଞ୍ଚିବୁ। ଅନ୍ତେ ପଶିବୁ ମୋ ଚରଣେ, ଯା ବେଗେ ତପ ସାଧୁ ବନେ। ମୁଁ ଆତ୍ମା ଜ୍ୟୋତି ସର୍ବଠାରେ, ପ୍ରକାଶ ସର୍ବ ହୃଦୟରେ। ଆତ୍ମାର ମଧ୍ୟେ ଆତ୍ମା ଦେଖି, ମୃତ୍ୟୁ ସକାଶୁ ଆତ୍ମା ରଖି। ଆଧ୍ୟାତ୍ମ ବିଦ୍ୟା ସାଧ୍ୟ କର, ଏ ମାୟା ସିନ୍ଧୁ ତୁ ନିସ୍ତର। ଏମନ୍ତ ହରି ଆଜ୍ଞା ପାଇ, ଅଭୟ ପଦେ ମନ ଦେଇ। ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା, ମୌନ ବ୍ରତେ ଦିନେ ଗଲା। ନିଃସଙ୍ଗ ଗୃହ ନିରପେକ୍ଷ, ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ। ଭ୍ରମଇ ଘୋର ବନଗିରି, ଦେଖଇ ସର୍ବଭୂତେ ହରି। ଏକାନ୍ତ ଭକ୍ତିରେ ସେ ରସେ, ଜିଣିଲା କାଳ ଦଣ୍ଡ ପାଶେ। ଇନ୍ଦ୍ରିୟ ବିଷ୍ଣୁ ଗଣେ ଭେଦି, ଯେସନେ ନିଶ୍ଚଳ ଜଳଧି। ସର୍ବସନ୍ମତି ଆତ୍ମଭାବ, ଯେହୁ ବୋলাই ବାସୁଦେବ। ସେ ଭାବେ ରହି ସ୍ଥିରପଣେ, ନିର୍ବାଣ ମୁକ୍ତି ସାଧିବନେ। ଅନ୍ତେ ଲଭିଲା ହରି ଭାବ, ସେ ହରି ଯୋଗୀଙ୍କୁ ଦୁର୍ଲଭ। ଏମନ୍ତେ ବିଦୁରର ଆଗେ, ମୈତ୍ରେୟ କହି ପ୍ରିୟ ଭାବେ। ନିର୍ମଳ ଭାଗବତ ବାଣୀ, ଭାଷା ପ୍ରବନ୍ଧେ ପରିମାଣି। ତୃତୀୟ ସ୍କନ୍ଧେ କୃଷ୍ଣ ରସେ, କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ତୃତୀୟ ସ୍କନ୍ଧେ କପିଳ ବିଦୁର ମୈତ୍ରେୟ ସମ୍ବାଦେ ନାମ ଚତୁର୍ବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।